ଓଡ଼ିଶା ସରକାର ରବିବାର ଦିନରୁ ସୁଭଦ୍ରା ଯୋଜନାର ଆବେଦନ କରିଥିବା ସମସ୍ତ ନାଗରିକଙ୍କୁ ପ୍ରତ୍ୟେକ 1 ଟଙ୍କା ହେଉଥିବା ରାଶି ନେଇ ସିଧା ବ୍ୟାଙ୍କ ଖାତାକୁ ଅନ୍ତର୍ଭୁକ୍ତ କରିଛି। ଆମ ସରକାର ସମସ୍ତଙ୍କ ଖାତା ବ୍ୟାଙ୍କ ଆକାଉଣ୍ଟରେ 1 ଟଙ୍କା ପଠାଇଛନ୍ତି। ଯଦି ଆପଣମାନେ ପାଇଛନ୍ତି ବୋଲେ ଜାଣି ନିଅନ୍ତୁ କି ଆପଣମାନଙ୍କର ଖାତାରେ ଯଦି 1 ଟଙ୍କା ଆସିଛି ତେବେ ଆପଣମାନେ ବି ସୁଭଦ୍ରା ଯୋଜନାର 5,000 ଟଙ୍କା ପାଇପାରିବେ। ଆଉ ଦେଖନ୍ତୁ, ଏହା ବ୍ୟାଙ୍କ ଖାତା ସତ୍ୟତା ଯାଞ୍ଚ ପାଇଁ ପରୀକ୍ଷାର ପରିବର୍ଜନ ଭାବରେ କରାଯାଇଛି। ସମସ୍ତ ମହିଳା ଆବେଦକ ଯେଉଁମାନେ ସେପ୍ଟେମ୍ବର 15 ପୂର୍ବରୁ ଆବେଦନ କରିଥିବେ ସେମାନଙ୍କୁ ପ୍ରଥମ କିସ୍ତିରୁ 5,000 ସେପ୍ଟେମ୍ବର 17 ତାରିଖ ମିଳିବ। ଆପଣମାନଙ୍କୁ ସେପ୍ଟେମ୍ବର 17 ତାରିଖ 5,000 ଟଙ୍କା ମିଳିବ, ଯାହା ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦିଆଯିବ। ଏହା ଆମର ମୁଖ୍ୟମନ୍ତ୍ରୀ ନାହିଁ, ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦିଆଯିବ। ତଥାପି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରବତୀ ପରିଡ଼ା ଆଶ୍ୱାସନା ଦେଇଛନ୍ତି ଯେ ନାମଲିଖିତ ପ୍ରକ୍ରିୟା ସେପ୍ଟେମ୍ବର 17 ପରେ ମଧ୍ୟ ଚାଲି ରହିବ। ଯାହା ଯାଏ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ସୁଭଦ୍ରା ତାଲିକା ଅନ୍ତର୍ଭୁକ୍ତ କରାଯାଏ। ସମସ୍ତ ଆବେଦକ ଯେଉଁମାନେ ସେପ୍ଟେମ୍ବର 17 ପରେ ଆବେଦନ କରିବେ ସେମାନଙ୍କୁ ମଧ୍ୟ ଟଙ୍କା ମିଳିବ। ଯଦି ଆପଣମାନେ ସେପ୍ଟେମ୍ବର 17 ତାରିଖ ପରେ ବି ଯଦି ଆପ୍ଲାଏ କରୁଛନ୍ତି ତେବେ ବି ଆପଣମାନଙ୍କୁ ପଇସାଟା ମିଳିବ। ଏହା ଆବଶ୍ୟକତା ନାହିଁ ସୁଭଦ୍ରା ଯୋଜନା ତାଲିକାରେ କରିଛନ୍ତି। ସେ ସମସ୍ତ ଆବେଦକଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଦେଖନ୍ତୁ, ଆମର ଉପମୁଖ୍ୟମନ୍ତ୍ରୀ ଯେ ହେଉଛନ୍ତି ଆମର ଯିଏ ହେଉଛନ୍ତି ପ୍ରତିଭା ସୁଭଦ୍ରା, ସେ ଆମକୁ ସୁଭଦ୍ରା ଯୋଜନାର ଦେବାର ବାଧା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶ୍ୱାସନା ଦେଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ 60 ଲାଖ ମହିଳାଙ୍କୁ ଆବେଦନ କରିଛନ୍ତି। ଏବେ ପର୍ଯ୍ୟନ୍ତ 60 ଲାଖ ମହିଳାମାନେ ଆବେଦନ କରିସାରିଲେଣି। ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏଥିରେ ନେତୃତ୍ୱ ବିଜେପି ସରକାର କେମିତି 1 କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ କରିଛନ୍ତି ଯେ ଆମ ସୁଭଦ୍ରା ଟଙ୍କା ବ୍ୟର୍ଥ କରିବାକୁ ଚାହୁଁନାହୁଁ। ଏହା 1 କୋଟିର ମହିଳା ମାନେ ଓଡ଼ିଶାର 1 କୋଟି ମହିଳାମାନଙ୍କୁ ଏହି ସୁଭଦ୍ରା ଯୋଜନାଟା ମିଳିବ। ଓଡ଼ିଶାର 1 କୋଟି ଯେପରି ବି ମହିଳାମାନଙ୍କୁ ମିଳିବ। ଆପଣମାନେ ଚିନ୍ତା କରୁନାହିଁ, ସମସ୍ତଙ୍କୁ ମିଳିବ। ଏହି କାରଣରୁ ଏକ ପରୀକ୍ଷା ଭାବରେ ପ୍ରତ୍ୟେକଙ୍କୁ ବ୍ୟାଙ୍କ ଖାତାକୁ 1 ଟଙ୍କା ପଠାଯାଉଛି। ଯଦି ଆପଣମାନଙ୍କର ବି ଆକାଉଣ୍ଟକୁ 1 ଟଙ୍କା ଯାଇଛି, ଏବେ ପର୍ଯ୍ୟନ୍ତ ଟଙ୍କାଟେ ଯାଇଛି ବେଲେ ଦେଖିନିଅନ୍ତୁ, ଆପଣମାନେ ଚେକ୍ କରିନିଅନ୍ତୁ। ଯାହାଦ୍ୱାରା ଆପଣମାନଙ୍କୁ ଆକାଉଣ୍ଟରେ 1 ଟଙ୍କା ଯଦି ଯାଇଛି, ଆପଣଙ୍କ ଖାତାକୁ ଯଦି 1 ଟଙ୍କା ଆସିଛି ଏପର୍ଯ୍ୟନ୍ତ, ତେବେ ଆପଣମାନଙ୍କ ଆକାଉଣ୍ଟକୁ 5,000 ଟଙ୍କା ଯେମିତି ହେଲେ ଆସିବ। ଆପଣମାନେ ଚିନ୍ତା କରୁନାହିଁ, 17 ସେପ୍ଟେମ୍ବର ତାରିଖରେ ଆପଣମାନଙ୍କ ଖାତାକୁ 5,000 ଟଙ୍କା ପୁରା ସଫାସୁଫି ଆସିବ। ଏହା ଓଡ଼ିଶା ମହିଳାମାନଙ୍କୁ ସଶକ୍ତିକରଣ ଏବଂ ଏକ ମୂଳ ମୁଦ୍ରା ଦେବା ପାଇଁ ସେ କହିଛନ୍ତି। ମାନେ କି 1 ଟଙ୍କା ଯାଇଛି ମାନେ 5,000 ଟଙ୍କା ଯେନ୍ତା ହେଲେ ଯିବା। ଆପଣମାନେ ଚିନ୍ତା କରିବେ ନାହିଁ, ସେଥିପାଇଁ କୁହାଯାଇଛି। ତ ଦେଖନ୍ତୁ, ଏହା 50 ଲକ୍ଷ ମହିଳାମାନେ ଏବେ ପର୍ଯ୍ୟନ୍ତ ପାଇସାରିଲେଣି। ସରକାରୀ ଯୋଜନା ମାନେ ସୁଭଦ୍ରା ଯୋଜନା ନୂଆ ଅପଡେଟ୍। ଏହା ଫାର୍ଷ୍ଟ କିସ୍ତି ତାରିଖ ଘୋଷଣା ହୋଇଛି ସେପ୍ଟେମ୍ବର 15 ତାରିଖ 2024। ସେପ୍ଟେମ୍ବର 15 ତାରିଖରୁ କହିଛନ୍ତି ଯେ ଆମର ସରକାର କି 15 ତାରିଖରେ କହିଛନ୍ତି କି 17 ସେପ୍ଟେମ୍ବର ଆପଣମାନଙ୍କୁ ସୁଭଦ୍ରା ଯୋଜନାଟା ମିଳିବ। ସୁଭଦ୍ରା ଯୋଜନା ଓଡ଼ିଶା ମହିଳାମାନଙ୍କ ପାଇଁ ଗୁରୁତ୍ୱ ଘୋଷଣା କରାଯାଇଛି। ଯାହାଦ୍ୱାରା କି ଆବେଦନକାରୀମାନେ ସେପ୍ଟେମ୍ବର 15 ପୂର୍ବରୁ ଆବେଦନ କଲେ ସେମାନଙ୍କ ମଧ୍ୟ ପ୍ରଥମ କିସ୍ତି ସେପ୍ଟେମ୍ବର 17ରେ ମିଳିବ। ଯଦି ସେପ୍ଟେମ୍ବର ମାସରେ କରିଲେ 17 ତାରିଖ ପରେ ବି ଆପ୍ଲାଏ କରିଲେ ୟା 17 ତାରିଖ ଭିତରେ ବି କଲେ ଆପଣମାନଙ୍କୁ ପଇସାଟା ମିଳିଯିବ। ଏହି ଘୋଷଣା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରତିଭା ପରିଡ଼ା ନିକଟରେ କରାଯାଇଛି ଏବଂ ଏହା ମହିଳାମାନଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ସୃଷ୍ଟି କରିଛି। ମାନେ ଆପଣମାନଙ୍କୁ ଯଦି କେହି ଯଦି ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି, ଆପଣମାନଙ୍କୁ ଫିଙ୍ଗରପ୍ରିଣ୍ଟ ଦେଇକି OTP ଏବେ ପର୍ଯ୍ୟନ୍ତ କେହି କରିନାହଁ, ତେବେ ବି ଆପଣମାନେ ଚିନ୍ତା କରୁନାହିଁ, କାହିଁକି ନା 17 ସେପ୍ଟେମ୍ବର ବାଦ ବି କରିଲେ ବି ଆପଣମାନଙ୍କୁ ପଇସାଟା ମିଳିବ। ତ ଦେଖନ୍ତୁ, ଯଦି ସୁଭଦ୍ରା ଯୋଜନା କ'ଣ ଆପଣମାନେ ଜାଣିନାହାନ୍ତି ତେବେ ଶୁଣନ୍ତୁ। ସୁଭଦ୍ରା ଯୋଜନା ହେଉଛି ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ଏକ ଉଦ୍ୟମ କେଉଁଥିରେ ସେମାନେ ଆର୍ଥିକ ସହାୟତା ଦିଆଯାଉଛି। ଯାହାଦ୍ୱାରା କି 50 ଲକ୍ଷରୁ ଅଧିକ ମହିଳା ଏହି ଯୋଜନା ମାଧ୍ୟମରେ ଇତ୍ୟାଦି ଦାଖଲ କରିଛନ୍ତି।
जहाँ अनेक परिवार को लाभ हो प्रत्येक योग्य महिला को आरंभ में 5,000 मिल देखो स्टार्टिंग रे आपण मानक 5,000 फास्ट किस्ती मिलूँ जहाँद्वारा सेप्टेम्बर 17 सीधा सड़क बैंक अकाउंट आपण मान खाता जमा हो आपण मैंने चिंता कर दरकार नहीं। जो महिला माने सेप्टेम्बर 15 पूर्व आवेदन करेंगे से प्रथम 5,000 किस्ती सेप्टेम्बर 17 मिल सीधा सड़क हस्तांतरण हे। यह योजनार मुख्य विशेषता सीधा सड़क लाभ हस्तांतरण डीबीटी रही जहाँ महिला को सीधा बैंक खाता रू 5,000 जमा कर आपण डीबीटी रे 5,000 डायरेक्ट जमा कर आधार लिंक आपण मन बैंक आधार लिंक अच्छी बेले डायरेक्ट आपण मनकर अकाउंट को 5,000 टका क्रेडिट हम जमा कर योजना रे विस्तृत प्रभाव पकाइब। तेणु आपण मैंने देखु आपण मन को 17 सेप्टेम्बर तारीख आपण मन को सब पैसा आपण मन अकाउंट को पलि आपण मन को चिंता करने दरकार नहीं। आवेदनकारी NFC SFC अंतर्भुक्त होइथिबे तेबे वंचित रहिथिबा परिवार जड़े महिला सुभद्रार अधीन आवेदन करि परिबे। यदि आपण माने सुभद्रा जन आपण परिवार केहू महिला भी पाउना तेबे भी आपण माने जे कि अप्लाई करंतु आपण जे भी गोटे परिवार जड़े महिला को मिलिबो जेमिति भी है कि सरकार देबे वादा करिसंती। तेबे देखंतु यह 2.5 लाख रु केवल 2,50,000 अधिक ही नथिबो। एही योजना रे अधीन रे योग्य हेबा पई आवेदनकारी को तारीख अनुଯାयी 21 वर्ष किंबा अधिक 21 वर्ष रु अधिक एवं 60 वर्ष रु कम हेबा दरकार जहाँद्वारा आधार कार्ड रे लिपिबद्ध होइतिबा जन्म तारीख को तांको बयस गणना पई ग्रहण करा जिवो। आउ देखंतु आर्थिक वर्ष 2024-25 पई 1/7/2024 तारीख सुधा महिला मान बयस 21 वर्ष किंबा ताठारु अधिक या 60 वर्ष रु कम हेबा दरकार। तो देखंतु आपण मान जदि जन्म तारीख 2/7/1964 रु ऊपर अच्छी आउ 1/7/2023 पर्यंत हेबा उचित यार मध्यम थे आपण मैंने पाइपर आउ आगे अच्छी पछाड़े जदि अच्छी बेले आपण मैंने पाइपर ना। 2024-25 में जड़े महिला को 1/7/2024 पर 21 वर्ष बयस अतिक्रम करेंगे तेबे योजनार अवधि अवशिष्ट वर्ष गुड़िक वार्षिक 10,000 टଙ୍କା मिल। यदि आपण मैंने आर वर्ष अप्लाई करुँचे तेबे आपण मान को भी आगर पैसाटे भी मिल वार्षिक 10,000 टଙ୍କା मिल। सेहीपरि जो महिला 1/7/2024 पर 60 वर्ष पूरण करेंगे योजना अवधि रे अवशिष्ट वर्ष गुड़े सहायता दिज्व नहीं। 60 वर्ष ऊर्ध महिला मान को दिज्व नहीं कारण से मैंने पेंशन पाउथिबे। देखंतु निम्नलिखित देखंतु जो महिला मासक 1,500 टଙ୍କା ताठू अधिक 18,000 टଙ୍କା ताठू अधिक कौन केंद्र सरकार यह सहायता जदा पेंशन छात्रवृत्ति इत्यादि ग्रहण कर पाइपर नहीं। जहाँ को 5 एकड़ रु ज़्यादा जमी अच्छी 5 तल थी तो बनब 5 एकड़ रु ज़्यादा जमीन अच्छी 4 चकिया जान अच्छी मिनी ट्रैक्टर अच्छी बड़ बड़ जान अच्छी बोले आपण मैंने पाइपर नहीं। जेकोसी सहरांचल शासन संस्था अर्बन लोकल बॉडी किंबा पंचायतर राज अनुष्ठान निर्वाचित जनप्रतिनिधि होइतिबा काउंसिलर भारत सरकार किंबा राज्य सरकार अधीन कौनसी अंडरटेकिंग बोर्ड स्थानीय संस्था लोकल बॉडी संगठन नियमित ग्रहण करा नहीं। यह मानदंड सबू आपण मान को पूरण करने को पड़ो। तो देखंतु जदि आवेदनकारी परिवार जलसेचित जमीर परिमाण 5 एकड़ रु अधिक और जलसेचित जमीर परिमाण 10 एकड़ रु अधिक होइतिबो बेले से पाइपर नहीं। आउ देखंतु नेक्स्ट आपण मन कोन कहि नेक्स्ट होची आपण मानकर आपण मैंने जदि सुभद्रा योजनार पैसा पाइबा को चाहूँगी तेबे आपण मैंने अप्लाई करिथिबे CSC सेंटर को जाइए चेक करंतु जे से आपण मानकर अप्लाई करिथिबे बेले आपण मान को गोटे OTP देथिबे यदि से OTP देई नाहंती आपण मान को फिंगरप्रिंट नहीं नहीं तेबे आपण मान को अप्लाई सक्सेसफुली है नहीं। तेणु आपण मैंने जदि अप्लाई पर्यंत करि नाहंतु तेबे आउ दिन बाँची 16 सेप्टेम्बर बेले आपण मैंने काली जाइए
ତାହାକୁ କ୍ଲିୟର କରି ଆପଣମାନଙ୍କୁ ଆପ୍ଲାଏ କରିଦିଅନ୍ତୁ, ଯାହାଦ୍ୱାରା କି 17 ସେପ୍ଟେମ୍ବରରେ ମିଳିପାରିବ। ଯଦି ଆପଣମାନେ ଆପ୍ଲାଏ କରିପାରୁନାହାନ୍ତି ତେବେ ବି ଆପଣମାନଙ୍କୁ ମିଳିବ। କେମିତି? ଆପଣମାନେ ଯଦି 16 ସେପ୍ଟେମ୍ବର କରିପାରୁନାହାନ୍ତି ତେବେ ଆପଣମାନଙ୍କୁ 17 ସେପ୍ଟେମ୍ବରରେ ଗୋଟିଏ ଅଫର୍ ଅଛି, ମାନେ 17 ସେପ୍ଟେମ୍ବର ବାଦ ବି କଲେ ଆପଣମାନଙ୍କୁ ଦିନେ ୟା 2 ଦିନ ଛଡ଼ା ସରକାର ଆପଣଙ୍କ ଆକାଉଣ୍ଟକୁ ପଇସାଟା ପଠାଇଦେବ। ଆପଣମାନେ ଟିକେ ବି ଚିନ୍ତା କରିବାକୁ ଦରକାର ନାହିଁ, କାହିଁକି ଆମର ସରକାର ଯେନ୍ତା ହେଲେ ପଠାଇବେ। ସମସ୍ତ ମହିଳାଙ୍କର ଏହି ଇଚ୍ଛା ଅଛି କି ସେମାନଙ୍କ ଆକାଉଣ୍ଟକୁ 5,000 ଫାଷ୍ଟ କିସ୍ତି କିପରି ଆସିବ। ସେ କହିଥିଲେ ନୂଆଖାଇରେ ଦେମୁ କହିକିରି, ବେଲେ ନୂଆଖାଇରେ ଦେଖେଇଛନ୍ତି ସବୁ ଲିଷ୍ଟ ଅଛି, ବେଲେ ନୂଆଖାଇ ତ ସରିଲାଣି, ବେଲେ କେମିତି ମିଳିବ? ତ ଏହା ଆପଣମାନେ ଦେଖନ୍ତୁ, ନୂଆଖାଇ ସରିଲା ବେଲେ ଫାଷ୍ଟ କିସ୍ତିଟା ଆପଣମାନଙ୍କୁ ଏଇଥର ହିଁ ମିଳିବ 17 ସେପ୍ଟେମ୍ବର। ଆପଣମାନେ ଖୁବ୍ ଶୀଘ୍ର ଏହା ପଇସାଟା ପାଇଯିବେ, ଆପଣମାନଙ୍କ ଆକାଉଣ୍ଟକୁ କ୍ରେଡ଼ିଟ୍ ହୋଇଯିବ। ଆପଣମାନେ ଆପଣଙ୍କ ଆକାଉଣ୍ଟକୁ ଚେକ୍ କରି ନିଅନ୍ତୁ। ଥ୍ୟାଙ୍କ ୟୁ।